ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଗତ 27/12/2024 ତାଙ୍କର ବିୟୋଗ ହୋଇଛି, ଯେଉଁଥିପାଇଁ ସାରା ଭାରତ ଆଜି ଶୋକାକୁଳ ପରିବେଶରେ ମାନେ ଦିନ କାଟୁଛି। ତାଙ୍କର କାର୍ଯ୍ୟକାଳ ବା ତାଙ୍କର ରାଜନୈତିକ ଜୀବନରେ ତାଙ୍କ ଦ୍ୱାରା ଯାହା ଭାରତ ଉନ୍ନତି କରିଛି, ଭାରତର ଅର୍ଥନୀତି ହେଉ, ଭାରତର ଶିକ୍ଷାନୀତି ହେଉ, ଭାରତର ମାନେ ଦୁଇ ଥର ସେ ପ୍ରଧାନମନ୍ତ୍ରୀ ହୋଇ ଭାରତର ଅର୍ଥନୀତି ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି, ଯାହାଦ୍ୱାରା ଆଜି ଆମେ ସମସ୍ତେ ଭାରତବାସୀ ମାନେ ତାଙ୍କର କାର୍ଯ୍ୟଶୈଳୀକୁ ଆମେ ଆଜି ଘୁରୁଛୁ, ମନେ ପକାଉଛୁ। ତେଣୁ ତାଙ୍କର ମାନେ ତାଙ୍କ ସଦ୍ଗତି କାମନା ପାଇଁ ଆଜି ଆମେ ଆମର ଏଇ ବସଷ୍ଟାଣ୍ଡର ପରିସରରେ ସାମ୍ବାଦିକ କୁମନା ବ୍ଲକ ସାମ୍ବାଦିକ ପକ୍ଷରୁ ଆମେ ନିରବ ପ୍ରାର୍ଥନା କରିକରି ଶ୍ରଦ୍ଧାଞ୍ଜଳି ଜଣାଉଛୁ। ଆଜି ଆମର କୁମନା ବ୍ଲକ ସାମ୍ବାଦିକ ସଂଘ ତରଫରୁ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛୁ। ଉଦାରୀକରଣର ଅର୍ଥନୀତି କୁହନ୍ତୁ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା କୁହନ୍ତୁ, ତାପରେ ଆପଣଙ୍କର ସୂଚନା ଅଧିକାର ଆଇନ କଥା କୁହନ୍ତୁ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କଥା କୁହନ୍ତୁ, ଏହିସବୁର ପ୍ରବର୍ତ୍ତକ ଥିଲେ ଡକ୍ଟର ମନମୋହନ ସିଂ। ତାଙ୍କ ଦ୍ୱାରା ଏହିସବୁ ଐତିହାସିକ ନିଷ୍ପତ୍ତି ନେବା ଫଳରେ ଆଜି ଜନସାଧାରଣ ବିଶେଷ ଭାବେ ଉପକୃତ। ତାଙ୍କର ଏହିସବୁ ଦେଶ ପ୍ରତି ଅର୍ଥନୈତିକ ଉଦାରୀକରଣ ଯୋଗୁଁ ଭାରତର ଅର୍ଥନୀତିରେ ଯେଉଁ ସୁଧାର ଆସିଲା, ତା ପାଇଁ ଆମେମାନେ ଗର୍ବିତ। ତା ପାଇଁ ଆମର ଭାରତର ଆର୍ଥିକ ଅବସ୍ଥା ସଚଳ ହେଇଛି, ସୁଧୁରିଛି। ଆଉ ତାଙ୍କୁ ସମସ୍ତ ଭାରତୀୟ ନାଗରିକ ଚିରଦିନ ପାଇଁ ମନେ ରଖିବେ, ଏହା ନିଶ୍ଚିତ।